এইভাবে যদি খাଇବା ସବୁଦିନ ମିଳନ୍ତା ଦେହରେ ରୋଗ ପଣଟା ଦୂରେଇଛି। ଆଜିର ସ୍ପେଶିଆଲ ବାଇଗଣ ଚକଟା, ଏପଟେ ବାପା ରାନ୍ଧିଛନ୍ତି ପୁରା ମିକ୍ସଚର ତରକାରୀ, ମାନେ ସବୁ ପ୍ରକାର ପଡ଼ିଛି, ମଣ୍ଡାଠୁ ବାଇଗଣ, ଛୁଇଁ ଆଉ ମଟର ଛୁଇଁ ତ ସବୁ ପ୍ରକାର ପଡ଼ିଛି। ଆଉ ଏପଟେ ଅଛି କଲରା, ଏଇଟା ହେଉଛି ବୋଉ ପାଇଁ ସ୍ପେଶିଆଲ। ସବୁଦିନ ତ ବାପା ବାଛି ଦିଅନ୍ତି, ଆଜି ବୋଉ କ'ଣ କହୁଛି ତା ପାଟିରୁ ଶୁଣିବା। ଆଜି ଚକଟା ଚକଟା ଦେବୁ, ଆଏ ତୁ ଚକଟି ଦେ, ତୁ ଚକଟିଲେ ଭଲ ଲାଗେ। ଜୟ ମା ତାରିଣୀ, ମୁଁ ତନୁ ସ୍ୱାଗତ କରୁଛି ଆଉ ଏକ ସୁନ୍ଦର ଭିଡ଼ିଓରେ। ତ ଆଜି ଭିଡ଼ିଓରେ ମୁଁ ଆପଣଙ୍କୁ ଦେଖେ ବାପା ଆଜି ରୋଷେଇ କରୁଛନ୍ତି ଗୋଟେ ମାନେ ମିକ୍ସଚର ତରକାରୀ। ତ ବାପା ରୋଷେଇ କରିବାର କାରଣ ହେଉଛି ଯେ ବୋଉର ଟିକେ ମାନେ ଏବେ ଗୋଡ଼ ଫୋଡ଼ ଫୁଲି ଯାଉଛି ଆଉ ମୁହଁ ହାତ ଫୁଲି ଯାଉଛି, ସେଥିଲାଗି ବାପା କହିଲେ ଆଉ କିଛି ତୁ ରୋଷେଇ କରିବା ଦରକାର ନାହିଁ, କି କଂସା ବାସନ ମାଜିବା ଦରକାର ନାହିଁ। ତ ବାପା ଯେହେତୁ ଆଜି ରୋଷେଇ କରୁଛନ୍ତି ମୁଁ ଆପଣଙ୍କୁ ଖାଇକି ବତେଇବି କେମିତି କ'ଣ ହେଇଛି। କାହିଁକି ନା ବାପା ଆମର ବୋଉ ଯେବେ ବି ଯେକୌଣସି ରୋଷେଇ କରୁ ବାପା ଆଗେ ବାଛନ୍ତି ଏଇ ଜିନିଷଟା ହେଲା, ଏଇ ଜିନିଷଟା ହେଲା, ଏଇଟା ହେଲା, ଲୁଣ ହେଇଗଲା। ତ ଦେଖିବା ଆଜି ବାପା କେମିତି ରୋଷେଇ କରୁଛନ୍ତି, କ'ଣ କରୁଛନ୍ତି, କେମିତି କ'ଣ ଟେଷ୍ଟ ହେଇଛି ମୁଁ ଖାଇକି ବତେଇବି। ଆଉ ବୋଉକୁ ବି କହିବି ସିଏ ଖାଇକି ଆପଣଙ୍କୁ ବତେଇବ। ତ ଚାଲନ୍ତୁ ଆଉ ଡେରି ନ କରିକି ଭିଡ଼ିଓକୁ ଏବେ ଷ୍ଟାର୍ଟ କରିବା। ଗୋଟେ ବଢିଆ ଜିନିଷ ରଖିଛି ତୋ ପାଇଁ। କ'ଣ? ଯା ଦେଖ ଏଠି କ'ଣ ରଖିଛନ୍ତି ବାପା। ଜଲ୍ଦି ଯା। ଆଜି ବାପା ଆମର ରୋଷେଇଆ ହେଇଛନ୍ତି। ବୋଉର ଟିକେ ଦେହ ଖରାପ ଅଛି ତ, ମାନେ ତାର ଗୋଡ଼ଟା ଫୁଲି ଯାଉଛି ପାଣି ହେଲେ, ତ ସେଥିପାଇଁ ଆଜି ତାକୁ ରେଷ୍ଟ ଦିଆହେଇଛି। ଗୋଟେ ବାପା ଆମର ରୋଷେଇ କରୁଛନ୍ତି। ଆସିଗଲା ମଣ୍ଡା, ଦେଖିବା ଏଇଟା ଆମର ସେଇ ଯୋଉ ଲାଟ୍ରିନ୍ ପାଖର ଗଛଟା ନା ଲୋ, ଏତେ ବଡ଼ ତ 4-5 ଜଣ ଖାଇବେ। ଏତେ ବଡ଼ ଆଉ ଭଲ ଜିନିଷଟା ନା। ତ ଏପଟେ ବୋଉର ମେଡିସିନ ଖିଆ ସରିଗଲା। ମୋ ମଣ୍ଡାଟା କାଟିବୁ ନା? କାଟ ଖାଇବା। ଅମୃତଭଣ୍ଡା ଦେଖିବା ବଢିଆ ପାଚିଛି ଲୋ, ଖାଇବାକୁ ପୁରା ବଢିଆ ଲାଗିବ। ତା ଗଛରେ ପାଚିଥିଲା ନା ଏଠି ପାଚିଛି? ଚୋପା ଛଡେଇବୁ ନା ସେମିତି ଖାଇବୁ? ଚୋପା ଛଡା ସେଇଭଳିଆ ଥାଉ। ଭଲ ଲାଗୁଛି? ଦେଖିବା ମତେ ଖଣ୍ଡେ ଦେଖିବା କେମିତି ଲାଗୁଛି। ପୁରା ପାଟିରେ ମେଲ୍ଟ ହେଇଯାଉଛି। ଏଇଟା ହାଇବ୍ରିଡ ଡାକିନୁ ନା ଦେଶୀଟା? ପୁରା ମେଲ୍ଟ ହେଇଯାଉଛି ପାଟି। ପଛପଟେ ଯୋଉ ଥିଲା ଗଛଟା ନା ଏଇଟା ତ ବାପାକୁ ଦଉ ଲଙ୍କା ଗୁଡା ଦଉଛ ଅଧା ହଉଛି। ଗୋଟେ ମଣ୍ଡା ଜଣେ ଖାଇଦବ ଆରାମରେ। ଶାନ୍ତି ଲାଗୁଛି। এইଭଳିଆ ଯଦି ଖାଇବା ସବୁଦିନ ମିଳନ୍ତା ଦେହରେ ରୋଗ ପଣଟା ଦୂରେଇଛି। ତୁ ଖାଇଦେବ, ମୁଁ ଆଉ ଖାଇପାରିବିନି, ପେଟ ପୁରା ଢିଲ୍ ହେଇଗଲା। ତାହେଲେ ଆଜି ପୁରା ମିକ୍ସ ତରକାରୀଟା ହବ ବୋଉ। ବନ୍ଧାକୋବି ବି ମିଶେଇବୁ କି? ବୋଉ ଏପଟେ କଟାକୁଟି କରୁଛି, ମୁଁ ଏବେ ଯାଉଛି ମଣ୍ଡା ଆଣିବି, ଆମ ଗଛ ମଣ୍ଡା। ଦେଖନ୍ତୁ ଏଇଠି କେତେ ସାରା ମଣ୍ଡା ଅଛି। ବହୁତ ଛୋଟଟେ ନେବି, ଏଇଟା ନେବା। ମଣ୍ଡା ଆଜି ହବ ସ୍ପେଶିଆଲ ମିକ୍ସଚର ତରକାରୀଟା। କେତେ ଦୂର ଫୁଲିଛି, କାଇଁ କମିଗଲାଣି ତ, ଦବି ଯାଉଛି ନା। ହେଲା ଆଗରୁ କାଲି ରାତି ଜୋର ହେଇଥିଲା ନା, କମିଯିବ, ଖାଲି ଟ୍ରିଟମେଣ୍ଟ ରହିବା ଦରକାର ହେଲା।
କଲରା ଦିଟା ଭାଜିଦେ ଖାଇଦେବୁ। ବାଇଗଣ ଟା ପୁରା କଷି ଅଛି। ଆଉ ଗ୍ରୀନ ମଟର ଟା ଦେବୁନି? ଦିଆହେଇଛି ବା। ଆଗେ ଦେଇ ସାରିଲୁଣି? ହଁ ଏଇଟା ମାନେ ତରକାରୀରେ ସବୁ କଥା ପଡିବ ନାଇଁ କି? ଯେତିକି ପରିବା ଅଛି ପୁରା ମାନେ ତରକାରୀ ପୁରା ସ୍ପେଶିଆଲ ହବ। ଗୋଟେ ଦେଖିବ ଛୁଇଁଟା ଏତିକି ତ 3 ଜଣ ମଣିଷ ଖାଇଲା ବେଳକୁ ଥକିଯିବ। କଟା ହବ ମଣ୍ଡା ଟା ଏବେ। ବଢିଆ ସିଝିଛି। ମିକ୍ସଚର ତରକାରୀ ପାଇଁ ଏପଟେ କଟାକୁଟି ସବୁ ରେଡି। ଭାତ ଏପଟେ ବସିଛି, ବାପା ବି ରେଡି, କଢ଼ି ଏପଟେ ବସେଇ ଦେଇଛନ୍ତି। ଚାଲନ୍ତୁ, ମୁଁ ଟିକେ ଦୋକାନକୁ ପଳେଇଥିଲି ତ ମସଲା କଷା ଭିଡ଼ିଓଟା ମୁଁ ଆପଣଙ୍କୁ ଦେଖିପାରିଲି ନାହିଁ। ବାପା ଏପଟେ ଦେଖନ୍ତୁ ବାଇଗଣ ପୋଡ଼ୁଛନ୍ତି, ଏପଟେ ବି ତରକାରୀରେ ପାଣି ଦେଇଦେଲେଣି ବାପା। ତ ମୁଁ ଖାଇକି ବତେଇବି କେମିତି କ'ଣ ଟେଷ୍ଟ ହେଇଛି। ମାନେ ଆଖିକି ଯେଉଁ ଦେଖାଯାଉନି ନା ଗୋଟେ ଜିନିଷଟା, ମାନେ ଦେଖନ୍ତୁ ସୁନ୍ଦର ଦେଖାଯାଉଛି ହେଲା। ଚାଲନ୍ତୁ, ଆଉ ବେଶୀ ନାହିଁ, ଆଉ 2 ମିନିଟ୍ ଆପଣ ୱେଟ୍ କରନ୍ତୁ। ଆଉ ବୋଉ ବି ଗାଧେଇ ସାରିଲାଣି, ଗାଧେଇକି ସେପଟେ ବସିଛି। ମୁଁ ଖାଇକି ବତେଇବି କେମିତି କ'ଣ ହେଇଛି। ତା ସହିତ ଯେଉଁ ବାଇଗଣ ପୋଡ଼ା, ପୁଣି ଧଣିଆ ପତ୍ର ପଡ଼ିବ, ପିଆଜ ପଡ଼ିବ, ଓଃ କ'ଣ କହିବି। ଓଡ଼ିଆ ଘରର ହେଉଛି ବେଷ୍ଟ ଖାନା। ତ ଚାଲନ୍ତୁ ଦେଖିବା ବାପା ଏପଟେ କ'ଣ କରୁଛନ୍ତି। ତ ଦେଖନ୍ତୁ ଏପଟେ ପୁରା ତରକାରୀ ପୁରା ରେଡ଼ି, ବଢ଼ିଆ ହେଇଛି। ଛୁଇଁଟା ଯେଉଁ ଅଛି ନା ତା ସାଇଜ୍ ଦେଖନ୍ତୁ, ଛୋଟ ଛୋଟ ଅଛି, ବଢ଼ିଆ ଲାଗିବ। ଆଉ ଏପଟେ ଅଛି ବୋଉର କଲରା ଭଜା, ସେପଟେ ବାପା ବାଇଗଣ ଛଡ଼ଉଛନ୍ତି। ତାପରେ ଏବେ ଆମେ ଖାଇବୁ। ଏପଟେ ବାପା କରୁଛନ୍ତି ଆମର ଚକଟାଟା, ବାଇଗଣ ଚକଟା। ବାଇଗଣ ଚକଟା ଯେଉଁ ବାଇଗଣଟା କାଲି ଆଣିଥିଲି ନା, ପୁରା ଦେଖନ୍ତୁ ପୁରା ତୁଳା ଭଳିଆ ବଢ଼ିଆ ସିଝିଛି। ଏଇଟା ଆମର ଚିକୁ ପାଇଁ ଯିବ। ଆମ ଚିକୁ କେଙ୍ଗାଳିଆ, ସେ ବାଇଗଣ ବହୁତ ଖାଏ ନା। ଏଇଟା ଅଛି ଆମ ଚିକୁ ସୁନ୍ଦରୀ ଚକଟା ଚକଟା। ଦେବୁ ଆଇ ତୁ ଚକଟି ଦେ, ତୁ ଚକଟି ନେ ଭଲ ଲାଗେ। ଧନିଆ ପତ୍ର ବି ଦିଆ ହେଇଛି। କୁଆଡ଼େ ପଳେଇଛି ସୁନୁଟା? ଗଲା ଭାତ ମେଘୁଆ ପାଗକୁ ଗରମା ଗରମ ପୁରା ବାମ୍ଫ ବାହାରୁଛି ଦେଖନ୍ତୁ। ଆଜିର ସ୍ପେଶିଆଲ ବାଇଗଣ ଚକଟା। ଏପଟେ ବାପା ରାନ୍ଧିଛନ୍ତି ପୁରା ମିକ୍ସଚର ତରକାରୀ, ମାନେ ସବୁ ପ୍ରକାର ପଡ଼ିଛି, ମଣ୍ଡାଠୁ ବାଇଗଣ, ଛୁଇଁ ଆଉ ମଟର ଛୁଇଁ, ତ ସବୁ ପ୍ରକାର ପଡ଼ିଛି। ଆଉ ଏପଟେ ଅଛି କଲରା, ଏଇଟା ହେଉଛି ବୋଉ ପାଇଁ ସ୍ପେଶିଆଲ। ବାପା ଆଜି ଯେହେତୁ ରୋଷେଇ କରୁଛନ୍ତି, ମୁଁ ଖାଇକି ବତେଇବି କେମିତି କ'ଣ ହେଇଛି। ଦେଖନ୍ତୁ ଦେଖାଯାଉଛି ତ ଭଲ, ସୁନ୍ଦର ବି ଅଛି, ସବୁ ସିଝିଛି। ମଣ୍ଡାଟା ତ ଯେଉଁ ପଡ଼ିନାହିଁ ନା, ମୋ ବାଡ଼ି ମଣ୍ଡା, ମାନେ ବଢ଼ିଆ ଲାଗେ। ତ ଦେଖିବା ବାପାଙ୍କ ତରକାରୀ କେମିତି ହେଇଛି। ବାପା ତ ବହୁତ ବାଛନ୍ତି ବୋଉ ରୋଷେଇ କର, ଆଜି ଦେଖିବା କେମିତି ହେଇଛି। ଶୁଣୁ, ଜେଜେ ଆଜି ରାନ୍ଧିଛନ୍ତି ପୁରା ସ୍ପେଶିଆଲ ସ୍ପେଶିଆଲ। ବାପା ରାନ୍ଧୁଛନ୍ତି ନା, ତୁ କହିଦେଇଥିଲୁ। ଶୁଣୁ, ଜେଜେ ପୁରା ବଢିଆ ରାନ୍ଧିଛନ୍ତି, କ'ଣ ଲାଗୁଛି? ପୁରା ସ୍ପେଶିଆଲ ଲାଗୁଛି, ପୁରା ହେଲ୍ଦି ହେଲ୍ଦି ଖାଇବା। ସେ ବାଇଗଣ ଚକଟାଟା ତ
ତରକାରୀଟା ମାନେ ପୁରା ମସ୍ତ ହେଇଛି। ମାନେ ଯେତେ ଦେବୁ ଖାଇଦବୁ। ଶୁଣୁ କଣ ପାଇଁ ଖାଇବୁନି କି ତୁ? ଖାଇଦେ। କଣ ଖାଇଛୁ? ସ୍କୁଲ ସାଙ୍ଗର ହାପି ବର୍ଥଡେ ଥିଲା, ତାଙ୍କ ଘରେ ଖାଇ ଦେଇଛୁ କି? ଆଉ ସ୍କୁଲରେ ଖାଇଦେଲୁ? କଣ କଣ ଦେଲା ତୋ ସାଙ୍ଗ? ଆଉ ସିଙ୍ଗଡ଼ା ସିଙ୍ଗଡା? ଆଉ ମିଠା କେତେ କଥା ଖାଇଛୁ? ଆଉ ଜେଲି ଜେଲି ଜେଲି? ଆଉ କେକ୍ ଖାଇଛୁ ନା ନାଇଁ? କି କେକ୍ ଟା ଆଣିଥିଲେ? ବାଇଗନ ମ୍ୟାନ ସ୍ପାଇଡର ମ୍ୟାନ କେକ୍? ସେଇଥିପାଇଁ ସୁନୁ ଆମର ଖାଇବନି କହୁଛି ଆଉ। ଦେଖିବା ବୋଉ ଖାଇ କହିଲୁ ବାପା କେମିତି ଆଜି ରାନ୍ଧୁଛନ୍ତି ତରକାରୀଟା। ଦେଖିଆ ସବୁଦିନ ତ ବାପା ବାଛି ଦିଅନ୍ତି, ଆଜି ବୋଉ କଣ କହୁଛି ତା ପାଟିରୁ ଶୁଣିବା ଆଜି। କେମିତି ଲାଗୁଛି? ସ୍ୱାଦ ଅଛି। ବାପା ତ ଆଗରୁ କେବେ ରୋଷେଇ କରିନାହାନ୍ତି ଲୋ? ମୋ ଦେଖନ୍ତା ତ କେବେ କରିନାହାନ୍ତି। ମୁଁ ମାନେ ଆଜି ଫାର୍ଷ୍ଟ ଟାଇମ ଦେଖିଲି ବାପା ରୋଷେଇ କରୁଛନ୍ତି। ବୋଉର ଟିକେ ଦେହ ଭଲ ନାହିଁ ବୋଲି ତ ଚାଲୁ କଣ ହଉଛି ଦେଖିବା ଆଗକୁ। ଚକଟାରେ ମସ୍ତ ଲାଗୁଛି। ବାଇଗଣଟା ପୁରା ବଢିଆ ଅଛି ନା, ପୁରା ନରମ ବାଇଗଣଟା।